ସୁଖ ସମୟରେ ସମସ୍ତେ ଆସନ୍ତି, ଆଉ ଦୁଃଖ ସମୟରେ ସମସ୍ତେ ଚାଲିଯାଆନ୍ତି। ସିଏ ବି ଚାଲିଗଲା, ଖୁବ୍ ନୂଆ କଥା କି? ହେଲେ ସେ ମୋ ଜୀବନରୁ ଗଲା ପରେ ଦୁଃଖଟା କୋଉଠି ଥିଲା କେଜାଣି ଖପ୍ କରି ମାଡ଼ି ବସିଲା। ସେ ଯଦି ମୋ ଦୁଃଖ ସମୟରେ ମୋତେ ଛାଡ଼ି ଯାଇଥାନ୍ତା, ଜାଣିଥାନ୍ତି ସେ ସ୍ୱାର୍ଥପର ଥିଲା। କିନ୍ତୁ ସେ ଗଲା ପରେ ଦୁଃଖ ଯେମିତି ଆସିଲା, ମୋତେ ଲାଗିଲା ଏ ଦୁଃଖଟା ତାକୁ ଯେମିତି ଅପେକ୍ଷା କରିଥିଲା। ସେ କେତେବେଳେ ମୋ ପାଖରୁ ଦୂରେଇ ଯିବ, ଆଉ ୟାକୁ ମୁଁ ମାଡ଼ି ବସିବି। ସେ କ'ଣ ମୋ ରକ୍ଷା କବଚ ଥିଲା? ଠିକ୍ ସେଇଆ ଭାବିପାରନ୍ତି ଆଜ୍ଞା। ଆପଣ ଭାବୁଥିବେ ଯଦି ସେ ରକ୍ଷା କବଚ ଥିଲା, ତାକୁ ପୁଣି ଥରେ ଡାକି ଦେଉନି କ'ଣ ପାଇଁ? ଆରେ ଭାଇ, ଯଦି ସେମିତି ହେଇଥାନ୍ତା ତାକୁ ଡାକିବା କ'ଣ ଦରକାର ପଡ଼ିଥାନ୍ତା? ସେ ତ ଆପେ ଆପେ ପଳେଇ ଆସିଥାନ୍ତା। ସେ ମୋ ପାଖକୁ ନ ଆସୁ ବୋଲି ଅନେକ ଲୋକ ଚାହୁଁଥିଲେ, ସେଥିପାଇଁ ତ ସେ ଦୂରେଇ ଯାଇଥିଲା। କିଏ ଚାହୁଁ କି ନ ଚାହୁଁ କିଛି ଫରକ ପଡ଼ିନଥାନ୍ତା। ସବୁ ନିଜର ଲୋକ ଗୁଡ଼ା ପରା ଆମର ଶତ୍ରୁ ସାଜିଥିଲେ। କିଏ ଈର୍ଷାରେ, ତ କିଏ ରାଗରେ, ତ କିଏ ସନ୍ଦେହରେ। ସେମାନେ ନିଜର ହେଲେ କ'ଣ ହେଲା? ସେମାନେ ଚାହୁଁଥିଲେ ଘର ବରଂ ପୋଡ଼ିଯାଉ, କିନ୍ତୁ ଓଡ଼ଶ ଚେକେ ପାଉ। ମାନେ ଯାହା କ୍ଷତି ହେବାର ହେଉ, କିନ୍ତୁ ସେ ମୋଠୁ ଦୂରେଇ ଯାଉ। କେତେ ଘାତ, କେତେ ପ୍ରତିଘାତ, କେତେ କଷ୍ଟ, କେତେ ଯନ୍ତ୍ରଣା, ଆଉ କେତେ ବଦନାମ ଭିତରେ ଆମେ ଉଭୟଙ୍କ ଠାରୁ ଉଭୟ ଦୂରେଇ ଯାଇଥିଲୁ। କେବଳ ଶରୀରଟା ସିନା ଦୂରେଇ ଯାଇଥିଲା, ହେଲେ ମନ ଆଉ ହୃଦୟ କ'ଣ କେହି କାହାକୁ ଦୂରେଇ ଦେଇପାରୁଥିଲେ? ଜାଣିନି ସେ ମୋତେ କେତେ ଭୁଲିବାକୁ ଚେଷ୍ଟା କରୁଥିଲା, ହେଲେ ମୁଁ ତାକୁ ଜମା ବି ଭୁଲିବା କଥା ଭାବିନଥିଲି କି ଭାବିବାର ବି ନାହିଁ। ସେ ଚେଷ୍ଟା କରି କ'ଣ ଭୁଲି ପାରିଥିଲା ମୁଁ ତ ଜାଣିପାରୁନଥିଲି, ହେଲେ ମୋ ମନ ତାକୁ ଏତେ ଖୋଜୁଥିଲା ଯେ କାହିଁକି କେଜାଣି ଲାଗୁଥିଲା ସେ ମୋତେ ବହୁତ ମନେ ପକାଉଥିଲା। ସେଥିପାଇଁ ବୋଧେ ସେ ମୋର ପ୍ରତି କ୍ଷଣରେ ମନେ ପଡ଼ୁଥିଲା। ତାକୁ ଶ୍ରଦ୍ଧାରେ ଗୁଲୁ ଡାକୁଥିଲି, ଆଉ ସେ ଗୁଲୁ ଡାକଟା ସିନା ଡାକି ପାରୁନି, କିନ୍ତୁ ମନେ ମନେ ସେଇ ଗୁଲୁକୁ ବହୁତ ଖୋଜୁଛି। ତାର ମୋତେ ଦେଖା କରିବାକୁ ଇଚ୍ଛା ଥିଲା କି ନାହିଁ ମୋତେ ତ ଜଣା ନଥିଲା, ହେଲେ ମୋ ମନ ତାକୁ ଦେଖିବାକୁ ସବୁବେଳେ ଖୋଜୁଥିଲା। କେଜାଣି କାହିଁକି ଲାଗୁଥିଲା ସେ ମୋତେ ଦେଖା କରିବାକୁ ପଛଉଥିଲା ସତ, କିନ୍ତୁ ତାର ମୋତେ ଦେଖା କରିବାକୁ ଭାରି ଇଚ୍ଛା ହେଉଥିଲା। ସେଥିପାଇଁ ତ ମୋର ତାକୁ ଦେଖା କରିବାକୁ ଇଚ୍ଛାଟା ବଢ଼ି ବଢ଼ି ଚାଲିଥିଲା। କ'ଣ ଗୁଲୁ, ଠିକ୍ କହିଲି ନା? ଭୁଲ ହେଇଗଲା ରେ। ତୁ ପା ମୋ ସହିତ କଥା ହେଉନୁ, ମୋତେ କେମିତି ଜବାବ ଦେବୁ କହିଲୁ? କେତେ ଦିନ ଏମିତି ମୋ ସହିତ ଲୁଚକାଳି ଖେଳିବୁ? ମୁଁ ଜାଣିଛି ତୁ କୁଆଡ଼େ ଯାଉଛୁ, କୋଉଠି ରହୁଛୁ, ହେଲେ ତୋ ଲୁଚକାଳି ଖେଳ ପାଇଁ ମୁଁ ଜାଣି ଜାଣି ତୋତେ ଖୋଜିବାକୁ ଚେଷ୍ଟା କରୁନି। କେବେ ସେ ଦିନ ଆସିବ ମୋତେ ତୋ ହାତରେ ଖୋଇଦେବୁ, ରାଗିଗଲେ ମନେଇବୁ, ଆଉ ଶୋଷ ଲାଗିଲେ ନିଜ ପାଟିରେ ପାଣି ପେଇଦେବୁ। ନା ସେ ଦିନ ଆଉ କେବେ ଆସିବନି, ନା କେବେ ସେ ସମୟ ଫେରିବନି। ହୁଏତ ତୁ ଏ କଥା ଭାବିପାରୁ, ହେଲେ ମୁଁ ନୁହେଁ। ମୁଁ ଜାଣିଛି ସେଦିନ ତୋ ପାଇଁ ମୁଁ ଯାହା ଥିଲି, ଆଜି ବି ମୁଁ ତୋ ପାଇଁ ଠିକ୍ ସେଇଆ ଅଛି। ହେଲେ ଫରକ କ'ଣ ଜାଣିଛୁ? ଆଜି ତୋ ମନ ଭିତରେ ସେଇ ଭୟଟା ଅଛି, କାଳେ ପୁଣି କିଏ ଆମ ସମ୍ପର୍କକୁ ନେଇ କହିଦେବ, କାଳେ ପୁଣି କିଏ ଆମକୁ ମିଛ ବଦନାମ କରିଦେବ। ହେଲେ ଚିନ୍ତା କରେନି, ଦିନେ ପୁଣି ସମୟ ଆସିବ, ତୁ ମୋ ସହିତ ସେମିତି ମିଶିବୁ, ମୋ ସହିତ ସେମିତି ହସିବୁ। କିନ୍ତୁ ଯଦି ତୋର ଇଚ୍ଛା ଥିବ, ମୋ ଇଚ୍ଛା ତ ଜୀବନ ସାରା ରହିବ, ତୋତେ ମୋ ଜୀବନରୁ କେବେ ଅଲଗା କରିପାରିବିନି। ଏଇ ଜୀବନ ଥିଲା ପର୍ଯ୍ୟନ୍ତ ତୁ ମୋ ହୃଦୟରେ ଥିବୁ। ବାକି ରହିଲା ଏ ଦୁଃଖ, ତୁ ଯଦି ଟିକେ ସାଥ ଦିଅନ୍ତୁ ନା, ସବୁ ଦୁଃଖ କୁଆଡ଼େ ହଜିଯିବ। ହେଲେ ଜାଣିଛି ସେଇଟା ସମ୍ଭବ ନୁହେଁ। ତୁ ଚାହିଁଲେ ବି ମୋ ସାଥ ଦେଇପାରିବୁନି। ତୋର ଇଚ୍ଛା ଥିଲେ ବି ତୁ ମୋ ସହିତ କଥା ହେବୁନି। କିନ୍ତୁ ଗୋଟେ ଅନୁରୋଧ କରିବି, ରଖିବୁ? ତୁ ଯେଉଁ ମୋତେ ବ୍ଲକ୍ କରିନୁ, ଭାରି କଷ୍ଟ ହେଉଛି ରେ। ଥରେ ଅନବ୍ଲକ୍ କରିଦେନା ପ୍ଲିଜ୍। କଥା ଦେଉଛି, ତୋ ରାଣ ଖାଉଛି। କେବେ ତୋତେ ମେସେଜ କରିବିନି କି କେବେ ତୋତେ କଲ୍ ବି କରିବିନି। ଜାଣିଛୁ ପ୍ରତି ମୁହୂର୍ତ୍ତରେ, ପ୍ରତି କ୍ଷଣରେ ତୋ ବ୍ଲକ୍ କରିବା କଥା ମୋତେ ଭାରି ଯନ୍ତ୍ରଣା ଦେଉଛି। ଏ ଦୁଃଖ ଭିତରେ ସେ ଯନ୍ତ୍ରଣା ଗୁଡ଼ା କଷ୍ଟକୁ ଦ୍ୱିଗୁଣିତ କରିଦେଉଛି। ତୁ ସତ କହିଲୁ, ଯେଉଁ ମୋବାଇଲରୁ ମୁଁ ଦିନେ ଫାଲତୁ ଲୋକଙ୍କୁ ବ୍ଲକ୍ କରୁଥିଲି, ସେଇ ମୋବାଇଲରେ ଯେତେବେଳେ ମୁଁ ନିଜେ ବ୍ଲକ୍ ହେଇଯିବି କେତେ କଷ୍ଟ ହେଉଥିବ। ଜାଣିଛି ତୁ ତୋ ଭଲ ପାଇଁ କରିଛୁ, ହେଲେ ତୋର ସେ ଭଲଟା ଯେ ମୋତେ କେତେ କଷ୍ଟ ଦେଉଛି ଜମା ବି ସହିପାରୁନି। ଏ କାହାଣୀ ଯଦି ତୁ ଶୁଣୁଥିବୁ ନା, ଥରେ ମୋର ଏ ଛୋଟ ଅନୁରୋଧକୁ ନିଶ୍ଚିତ ରଖିବୁ ବୋଲି ମୋର ଆଶା। ଅନେକ କାହାଣୀ ଲେଖିଲିଣି, ଅନେକ କଥା କହିଲିଣି, ଜାଣିଛି ତୁ ସବୁ କାହାଣୀ ଶୁଣୁଛୁ, ଆଉ ହୃଦୟଟାକୁ ବି ଜାଣିଶୁଣି ପଥର କରିଦେଇଛୁ। ଦର୍ଶକ ବନ୍ଧୁ, ଏ ହୃଦୟର କଥା କାହାର ନା କାହାର ମନର ବେଦନା ଥିଲା। ବାସ୍ ଏଇ କେଇପଦ କଥା ମାଧ୍ୟମରେ ତା ପାଖରେ ପହଞ୍ଚେଇବାର ଥିଲା।
ଆପଣମାନଙ୍କ ଭଲ ପାଇବା ଯେତେ ବଢ଼ି ବଢ଼ି ଚାଲିଛି ଆଉ ମୋ ମନୋବଳ ବି ସେତେ ସେତେ ବଢ଼ି ବଢ଼ି ଚାଲିଛି। ଆପଣମାନେ ଫେସବୁକ୍ରେ ଏତେ ଭଲ ପାଇବା ଦେଇଛନ୍ତି ଯେ 0 ଫଲୋଅର୍ସରୁ ଆରମ୍ଭ କରିଥିବା କାହାଣୀ ଆଜି 60,000 ଫଲୋଅର୍ସରେ ପହଞ୍ଚିବାକୁ ବସିଲାଣି। ଏହି ଯାତ୍ରା ଖୁବ୍ କମ୍ ଦିନର ଯାତ୍ରା ଥିଲା। ଏସବୁ ସମ୍ଭବ ହୋଇପାରିଛି କେବଳ ଆପଣମାନଙ୍କ ପାଇଁ। ଆଉ ଆଜିର ଏ ହୃଦୟରୁ କାହା ପାଇଁ ଲେଖିଥିବା ଏହି କେଇପଦ କଥା କେମିତି ଲାଗିଲା ଜଣାଇବା ସହିତ ଯାହା ପାଇଁ ଏହି କେଇପଦ କଥା ଲେଖାଯାଇଛି ତାକୁ କମେଣ୍ଟ କରି ଅନବ୍ଲକ୍ କରିବାକୁ ନିଶ୍ଚିତ କହିବେ। ଏତିକି ମୋର ଅନୁରୋଧ ରହିଲା। ରହୁଛୁ। ନମସ୍ତେ। ଜୟ ଜଗନ୍ନାଥ।